ଅଭିନେତା ଗୋବିନ୍ଦାକୁ ନେଇ ଆସିଲା ଏକ ବଡ଼ ଖବର। ଗୋବିନ୍ଦାଙ୍କ ଦେହରେ ବାଜିଥିଲା ଗୁଳି। ସଙ୍ଗେ ସଙ୍ଗେ ମୁମ୍ବାଇର ଏକ ବଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଗୋବିନ୍ଦାଙ୍କୁ। ଗୋବିନ୍ଦା ତାଙ୍କ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ବାଜିଥିଲା ଗୁଳି। ମୁମ୍ବାଇରୁ ପଦଯାତ୍ରା ଆରମ୍ଭ କରୁଥିବା ବେଳେ ଗୋବିନ୍ଦାଙ୍କ ଦେହରେ ବାଜିଥିଲା ଗୁଳି। ମୁମ୍ବାଇ ଷ୍ଟେସନରୁ ଆରମ୍ଭ କରିଥିଲେ ଯାତ୍ରା ଗୋବିନ୍ଦା। ଯାତ୍ରା ଆରମ୍ଭ କରିବା ସମୟରେ ଗୋବିନ୍ଦାଙ୍କ ଦେହରେ ବାଜିଥିଲା ଗୁଳି। ନିଜ ବନ୍ଧୁକର ଖସିପଡ଼ି ଗୋଡ଼ରେ ସିଧାସଳଖ ବାଜିଥିଲା ଗୁଳି। ଗୋବିନ୍ଦାଙ୍କୁ ନେଇ ଆସିଲା ଏକ ବଡ଼ ଖବର। ଗୋବିନ୍ଦାକୁ ସିଧାସଳଖ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ଖବର ଆସି ପହଞ୍ଚିଛି ସେ ସମ୍ପୂର୍ଣ୍ଣ ସୁସ୍ଥ। ଖବର ଆସି ପହଞ୍ଚିଛି ଯେ ସେ ସମ୍ପୂର୍ଣ୍ଣ ଏବେ ସୁସ୍ଥ ଅଛନ୍ତି। ଅକ୍ଟୋବର 1 ତାରିଖରେ ପଦଯାତ୍ରା ଆରମ୍ଭ କରୁଥିବା ବେଳେ ବାଜିଥିଲା ଗୁଳି ଗୋବିନ୍ଦାଙ୍କ ଦେହରେ। ସଙ୍ଗେ ସଙ୍ଗେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିନେତା ଗୋବିନ୍ଦା। ଏବେ ଜଣାପଡ଼ୁଛି ଯେ ସୁସ୍ଥ ଅବସ୍ଥାରେ ଥିବା ଭଳି ଖବର ଆସି ପହଞ୍ଚିଛି। ନିଜ ବନ୍ଧୁକରୁ ବାଜିଥିଲା ଗୁଳି। ସମ୍ପୂର୍ଣ୍ଣ ଏବେ ସୁସ୍ଥ ଥିବାର ଖବର ଆସି ପହଞ୍ଚିଛି।